ବ୍ରହ୍ମଗିରିର 12ଟି କେନାଲ ପୁନରୁଦ୍ଧାର ଦାବି ବର୍ଷା ବନ୍ୟା ଜଳରେ ଉଜୁଡ଼ିଲା ଚାଷ। ଲଘୁଚାପ ଜନିତ ବର୍ଷା ଓ ବନ୍ୟା ପାଣି ଯୋଗୁଁ ବ୍ରହ୍ମଗିରି ବ୍ଲକର ବହୁ ଚାଷ ଜମି ଜଳମଗ୍ନ ହୋଇ ଚାଷୀମାନେ ହନ୍ତସନ୍ତ ହୋଇପଡ଼ିଛନ୍ତି। ଏଭଳି ସ୍ଥିତିରେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ବ୍ରହ୍ମଗିରିର 12ଟି କେନାଲର ତୁରନ୍ତ ପୁନରୁଦ୍ଧାର ଦାବି କରିଛନ୍ତି କୃଷକ ନେତାମାନେ। ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକର ତଳମାଳ ଗ୍ରାମ ପଞ୍ଚାୟତରେ ଲଘୁଚାପ ଜନିତ ବର୍ଷା ଓ ବନ୍ୟାପାଣି ଯୋଗୁଁ କ୍ଷତିଗ୍ରସ୍ତ ଚାଷ ଜମିକୁ ପରିଦର୍ଶନ କରିଛନ୍ତି ପୁରୀ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରତିକାର କ୍ରିୟାନୁଷ୍ଠାନ କର୍ମକର୍ତ୍ତାମାନେ। ଆବାହକ ବିହାରୀ ବନ୍ଧୁ ପଲାଇ, ସଭାପତି ଦେବରାଜ ବଳିଆର ସିଂ ଓ ସମ୍ପାଦକ ରଘୁନାଥ ସାହୁ କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିଥିଲେ। ସେମାନଙ୍କ କହିବା ଅନୁସାରେ ଯଦି ଜଳ ନିଷ୍କାସନ ବ୍ୟବସ୍ଥା ସୁଦୃଢ଼ କରାଯାଏ ଏବଂ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର 12ଟି କେନାଲର ପୁନରୁଦ୍ଧାର କରାଯାଏ ତେବେ ଭବିଷ୍ୟତରେ ଚାଷୀମାନେ ଏପରି ସମସ୍ୟାର ସମ୍ମୁଖୀନ ହେବେ ନାହିଁ। ଏହି ପରିଦର୍ଶନରେ କୃଷିଜୀବୀ ସମ୍ମିଳନୀ ବ୍ରହ୍ମଗିରି ଓ ରାଜ୍ୟ କୃଷି ବାହିନୀ ପକ୍ଷରୁ ସହଯୋଗ କରାଯାଇଥିଲା। ବ୍ରହ୍ମଗିରିରୁ ପିଙ୍କୁନ ଜେନାଙ୍କ ରିପୋର୍ଟ, AM ମିଡିଆ 24। ପୁରୀ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରତିକାର କ୍ରିୟାନୁଷ୍ଠାନ କମିଟିର ସଭାପତି ନାଁଟା ହେଉଛି ଦେବରାଜ ବଳିଆର ସିଂ। ଇଏ ଯେଉଁ ଜାଗାରେ ଆପଣ ଛିଡ଼ା ହେଇଛନ୍ତି ଏ ହେଉଛି ତଳମାଳ ମୋର ଗାଁ। ଏ ତଳମାଳ ମୌଜାର ବ୍ରହ୍ମଗିରି ଅଞ୍ଚଳର ଅନେକ କ୍ଷତି ହେଇଥିଲେ ମଧ୍ୟ ତଳମାଳ ସବୁଠାରୁ ଯେହେତୁ ଦୟା, ଲୁଣା, ରାଜୁଆ ଏ ସମସ୍ତ ନଦୀ ଏକତ୍ରିତ ହେଇଛି ଗୋଟିଏ ଜାଗାରେ, ୟାର ବନ୍ୟା ଜଳରେ ସମସ୍ତ ଜମି ଶାରଦ ଫସଲ ବୁଣିଥିଲେ, ଏଗୁଡ଼ା ସବୁ କ୍ଷତି ହେଇଯାଇଛି। କ୍ଷତି ହେଇଗଲା ପରେ ଆଜି ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ସ୍ତରରୁ RI ତହସିଲଦାର ଏମାନେ ଆସିକି ଟିକେ ଦୃଷ୍ଟିପାତ କରିନାହାନ୍ତି। ତେଣୁ ଚାଷୀ କୂଳ ହନ୍ତସନ୍ତ ହୁଅନ୍ତି। ଚାଷୀ କୂଳ କେମିତି ତାଙ୍କର କ୍ଷତିପୂରଣ ପାଇବେ ଆମେ ସରକାରଙ୍କ ପାଖରେ ଦାବି କରୁଛୁ। ଯେଉଁ କେନାଲ କଂକ୍ରିଟୀକରଣ କହିଲେ ଏଇ ନିକଟରେ ଆପଣ ଦେଖିକିରି ଆସିଲେ ଆମର ବଢେଇ ଜ୍ୱର ବୋଲି ଗୋଟେ ଏଇ ନିକଟରେ ଏବଂ ଗୋଟେ ବାଲିକୁଦା ଜ୍ୱର, ଏଗୁଡ଼ାକ ଯଦି ଜଳ ନିଷ୍କାସନ ପାଇଁ ତାର ପୁନରୁଦ୍ଧାର ନ କରାଯାଏ ଚାଷୀ କୂଳ ତା ଦ୍ୱାରା ଅନେକ କ୍ଷତି ହେଉଛନ୍ତି। ତେଣୁ ଚାଷୀ କୂଳ କିପରି ଉପକୃତ ହେବେ, ତାଙ୍କର ଯେଉଁ କ୍ଷତି ହଳ କରିଥିଲେ ଏବଂ ବିହନ ବୁଣିଥିଲେ, ବିହନ ଗୁଡ଼ାକ ନଷ୍ଟ ହେଇଗଲା, ତେଣୁ ତାର କ୍ଷତିପୂରଣ କିଭଳି ଭାବରେ ପାଇବେ ଆମେ ସରକାରଙ୍କ ପାଖରେ ଦାବି କରିବୁ। ଯଦି ଆମ କଥାକୁ ନ ଶୁଣନ୍ତି ଆମେ ଜନଗର୍ଜନ କରିବୁ, ବିକ୍ଷୋଭ କରିବୁ। ସଂଗ୍ରାମ କେବେ ମରିନାହିଁ, ସଂଗ୍ରାମ ସରିନାହିଁ। ଇଏ ଗାଁ ଠାରୁ ଦିଲ୍ଲୀ ଠାରୁ ଏ ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଏ ଚାଷୀ କୂଳର ଆନ୍ଦୋଳନ ଚାଲିଛି ଆଉ ଚାଲିବ। ମୋ ନାଁ ରଘୁନାଥ ସାହୁ, ପୁରୀ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କ୍ରିୟାନୁଷ୍ଠାନ କମିଟିର ମୁଁ ସମ୍ପାଦକ ଅଛି। ବର୍ତ୍ତମାନ ଯାହା ଚାଷୀ କ୍ଷତାକ୍ତ ହେଇଛନ୍ତି ତାକୁ ତ ଭରଣା କରିହେବନି। ପୁରୀ ଜିଲ୍ଲାରେ ସର୍ବୋଚ୍ଚ ବର୍ଷାର ପରିମାଣ 349 ml ହେଇଥିଲା। ତାମାନେ 349 ମାନେ ପାଖାପାଖି 4.5 ଫୁଟ 5 ଫୁଟ ପାଣି ବର୍ଷା ହେଇଛି। ଦେଖନ୍ତୁ, ଚାଷୀ ନିଜେ ଚାଷ କରିଛି, ଚାଷର କେତେ କଷ୍ଟରେ ଚାଷ କରିଥିଲା। ଏଇ ଯୋଉ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଇଏ ବର୍ତ୍ତମାନ ଦେଖନ୍ତୁ ଗହିରକୁ ପାଖାପାଖି 4.5 ଫୁଟ ପାଣି, ଧାନ ବିଲ ଉପରେ ଯଦି 4.5 ଫୁଟ ପାଣି ଜମିବ, ଇଏ ତ 10 ଦିନ ବେଳକୁ ସବୁ ଧାନ ଗଛରା ସବୁ ସଢିଯାଉଛି। 4.5 ଫୁଟ 5 ଫୁଟ ପାଖାପାଖି ଜମିରେ ବିଲରେ ପାଣି ଜମା ହେଇଛି। ବ୍ରହ୍ମଗିରି ଅଞ୍ଚଳଟା କହିଲେ ଖାଲି ଏଇ ଜାଗାରେ ଆମେ ଠିଆ ହେଇଛୁ ତା ନୁହେଁ, ବ୍ରହ୍ମଗିରି ଅଞ୍ଚଳ ମାନେ କହିଲେ ଗୋରୁଆଳ ପଞ୍ଚାୟତ ଠାରୁ ଆରମ୍ଭ କରି ଏପଟେ କୃଷ୍ଣପ୍ରସାଦ ପର୍ଯ୍ୟନ୍ତ ମାନେ କିଛି ଢିପ ମୌଜା ଛାଡିଦେଲେ ଆଉ ସମସ୍ତ ଖାଲ ମୌଜାରେ 4.5 ଫୁଟ 5 ଫୁଟ ପାଣିରୁ କମ ନାହିଁ। ଏପଟେ ତ ଡ୍ରେନେଜ ବ୍ୟବସ୍ଥା ତାର ବର୍ତ୍ତମାନ କହିଲେ ମାନେ ଯୋଉ କଥା ସମୁଦ୍ରକୁ ସଂଖ୍ୟା, ଯଦି ଡ୍ରେନେଜ ବ୍ୟବସ୍ଥା ଠିକ ହେଇପାରନ୍ତା, ଏପଟେ ଯେତେ ପାଣି ଆସୁ ଯେତେ ବନ୍ୟା ଆସୁ ସାଙ୍ଗେ ସାଙ୍ଗେ ଖାଲି ହେଇକି ଚାଷୀ ବର୍ତ୍ତମାନ ବଞ୍ଚିଯାଆନ୍ତେ, ତାର ଧାନ ଫସଲଟା ତାର ସେ ଚାଷ ଆୟଟା 2 ଗୁଣା ବଢନ୍ତା ବୋଲି ସରକାର ଡିଣ୍ଡିଏ ବିଚନ୍ତି। 36 ସୁଦ୍ଧା ଚାଷୀର ଆୟ 2 ଗୁଣ ବଢେଇବେ ତାହେଲେ ହେଇପାରନ୍ତା। ଏ ତ ଡ୍ରେନେଜ ସୁବିଧା ନାହିଁ, ଆମେ ଏଠି ଚାଷ କିଏ ଚାଷ କରିବେ? ଚାଷୀ ସବୁବେଳେ ହିଁ ପଡିବେ। ତେଣୁ ମୁଁ ଆପଣଙ୍କ ମାଧ୍ୟମରେ କହିବା ପାଇଁ ଚାହିଁବି, ଯେଉଁମାନେ ଚାଷ ଲୋନ କରିଛନ୍ତି ସମସ୍ତଙ୍କର ଚାଷ ଋଣ ଛାଡ଼ କରାଯାଉ ଏବଂ ଯେଉଁମାନେ ନ କରିଛନ୍ତି ସେମାନଙ୍କୁ ପ୍ରଶାସନିକ ସ୍ତରରେ ତଦନ୍ତ କରାଯାଉ। ଯେମିତି ଏକର ପିଛା 5,000 କି 10,000 ଟଙ୍କା ଆର୍ଥିକ ସାହାଯ୍ୟ ଦେବା କଥା ସେଇଟା ତୁରନ୍ତ ଯୋଗାଇ ଦେଲେ। ଚାଷୀ ହେଉଛି ଦେଶର ମୂଳଦଣ୍ଡ, ଚାଷୀ ବଞ୍ଚିଲେ ଦେଶ ବଞ୍ଚିବ। ବ୍ରହ୍ମଗିରି ଯଦି ଏଭଳି କୃଷକ ମାନଙ୍କୁ ଯଦି ସହଯୋଗ କରାଯାଏ ଆଗକୁ ଆପଣଙ୍କ ସଂସ୍ଥା ନିଶ୍ଚିତ ଭାବରେ ବର୍ତ୍ତମାନ ଯଦି କୃଷକ ମାନେ ଯଦି ବର୍ତ୍ତମାନ ନ ବଞ୍ଚିବେ, ଦେଶର ଯଦି ଭାରସାମ୍ୟଟାକୁ ରଖିବା ଲୋକ ହଉଛି ଇଏ ଚାଷୀ।
କାରଣ 70% ଚାଷୀ ସବୁବେଳେ ଜିଏସଟି ଦିଏ କିନ୍ତୁ ତାର ଆଉଟପୁଟ କିଛି ନାହିଁ, ଆଉ 30% ଲୋକ ଜିଏସଟି ଦେଲେ ତାର ଆଉଟପୁଟ ସବୁବେଳେ ପାଆନ୍ତି। କିନ୍ତୁ ଇଏ ସବୁବେଳେ ଯେହେତୁ ଗୋଦାମର ତଳ ଅବସ୍ଥା, ନିଶ୍ଚିତ ଭାବରେ ପଞ୍ଜାବର ଚାଷୀ ଭଳିଆ ଆନ୍ଦୋଳନକୁ ଓହ୍ଲେଇବ ଏବଂ ଆଗାମୀ ଦିନରେ ତାର ନିଶ୍ଚିତ ଭାବରେ ତାର ମତାମତ ଦେଇକି ସରକାରକୁ ଦେଖେଇଦେବ ମୋ ବିଲ ଯାହା କ୍ଷତି ହେଇଛି ତମେ ଦେବା ପାଇଁ ବାଧ୍ୟ। ଯଦି ମୋ ପ୍ରକୃତରେ ଚାଷ କ୍ଷତି ହୁଏ, ମୁଁ ଯଦି ଗରିବ ହୁଏ, ତାହେଲେ ଆଜି ପ୍ରଥମେ ଦାୟୀ କରିବି ମୋ ସରକାରକୁ, ମୋ ଭାଗ୍ୟକୁ ମୁଁ କରିବିନି। ମୁଁ ଆମର ପୁରୀ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରତିକାର କ୍ରିୟାନୁଷ୍ଠାନ କମିଟିର ଆବାହକ ଏବଂ ଆମର ଓଡ଼ିଶା ରାଜ୍ୟ କୃଷି ବାହିନୀର ଆବାହକ। ଆଜିର କଥା ହେଉଛି ଯେ ଯେଉଁ ଗତ ଲଘୁଚାପ ଜନିତ ବର୍ଷାରେ ଯେଉଁ ଅବସ୍ଥା ସୃଷ୍ଟି ହେଲା, ଏଠି ବିଶେଷ କରି ଦୟା, ଭାର୍ଗବୀ, ରାଜୁଆ, ମକରା, ଲୁଣା ଏ ନଦୀର ପାଣି ବ୍ରହ୍ମଗିରି ଅଞ୍ଚଳକୁ ପୁରା ପ୍ଲାବନ କରିଛି। ଯେଉଁ ଯାହାର କି ଚିର ସମାଧାନ ପାଇଁ ଆମେ ଗୋଟେ ସୂତ୍ର ଦେଉଥିଲୁ ସରକାରଙ୍କୁ, ସରକାର ଏଯାବତ କରିନାହାନ୍ତି। ବର୍ତ୍ତମାନ ତଳମାଳ ପଞ୍ଚାୟତର ସମସ୍ତ ଗାଁର ଯେଉଁ ଧାନ ଜମି କରିଥିଲେ, ଫସଲ କରିଥିଲେ, ସେ ସବୁ ବର୍ତ୍ତମାନ ଜଳପ୍ଳାବିତ ହେଇକି ଅଛି, ସବୁ ଫସଲ ନଷ୍ଟ ହେଇଯାଇଛି। ଏପର୍ଯ୍ୟନ୍ତ କୌଣସି ରାଜସ୍ୱ ଅଧିକାରୀ କିମ୍ବା ସରକାରୀ କର୍ତ୍ତୃପକ୍ଷ ଆସିନାହାନ୍ତି କୌଣସି ପର୍ଯ୍ୟବେକ୍ଷଣ କରିବା ପାଇଁ। ଚାଷୀମାନଙ୍କର ଦୁର୍ଦ୍ଦଶା ବର୍ତ୍ତମାନ ବହୁତ ଅସୁବିଧାରେ ଅଛନ୍ତି। ତେଣୁ ସେଥିପାଇଁ ଆମେ ଆସିଥିଲୁ ଗୋଟେ ଟିମ୍ ଦେଖିବା ପାଇଁ, ଏଇ ଯେଉଁ କୃଷିଜୀବୀ ସମ୍ମିଳନୀ ତରଫରୁ ଏ ପ୍ରକୃତ ଜିନିଷଟା କ'ଣ ହେଇଛି। କିନ୍ତୁ ଭାର୍ଗବୀର ପାଣି ଏଠି ନିଷ୍କାସିତ ହେଉଛି, ଆଉ କିଛି ବାଟ ଗଲା ପରେ ଦୟା ପାଣି ବି ଏଠି ଆସୁଛି। ସବୁଗୁଡ଼ାକର ଆଉଟଲେଟ ଚିଲିକାକୁ ଦେଇକି ସମୁଦ୍ରକୁ ଯିବା କଥା, ବର୍ତ୍ତମାନ ପାଣି ଯାଇପାରୁନି। ଯେଉଁ ଲଘୁଚାପ ଏଇ ଯେଉଁ ମାନେ ଜୁଆର ଜନିତ ସମସ୍ୟା ଯୋଗୁଁ ପାଣି ବି ଖଲାସ ହେଇପାରୁନି। ତେଣୁ ଧାନ ଫସଲ ଯାହା ଚାଷୀ କରିଥିଲା, ଯଦି ଏଇ କ୍ରମାଗତ ଭାବରେ ଯଦି 10-15 ଦିନ ରହିଯିବ, ସେ ନଡ଼ା ହେଇଯିବ, ପଚା ହେଇଯିବ, ତେଣୁ ଫସଲ ନଷ୍ଟ ହେଉଛି। ତେଣୁ ସରକାର ସେଥିପାଇଁ କିଛି କାର୍ଯ୍ୟକ୍ରମ ଠୋସ୍ ନେବାକୁ ଆମେ ଆହ୍ୱାନ କରୁଛୁ ଏବଂ ସରକାରଙ୍କ ପାଖରେ ଦାବି ରଖୁଛୁ। ଜଳ ଭର୍ତ୍ତି ଅଛି ବର୍ତ୍ତମାନ ନଦୀଠୁ ଆରମ୍ଭ କରି କେନାଲ, ତା ସହିତ ତଳ ଭର୍ତ୍ତି ବି ଅଛି। ଏ ସମସ୍ୟା ପାଇଁ ଆମେ ଅତୀତରେ ସରକାରଙ୍କୁ ମଧ୍ୟ କହିଥିଲୁ ଏବଂ ଏ ସମସ୍ତ ସମସ୍ୟା ପାଇଁ ବ୍ରହ୍ମଗିରି ଅଞ୍ଚଳରେ ଯେଉଁ 12ଟି ଖଲାସ କେନାଲ, ପ୍ରମୁଖ ଖଲାସ କେନାଲ ଅଛି, ଆମର ଟେକନାଳିଆ, ଗବନାଳିଆ, ଚଉଦମୌଜା, ତାପରେ ଚଉଦେଶ, ତାପରେ ଭାର୍ଗବୀ, এই ଯେଉଁ ଗୋରୁଆଠି ଯାଇକି ଭାର୍ଗବୀ କେନାଲ ଏବଂ ବିଭିନ୍ନ ସବୁ ଯେଉଁ କେନାଲ ସବୁ ଅଛି, ଏମିତି 12ଟି ଖଲାସ କେନାଲ ଅଛି। ଡ୍ରେନେଜ ଡିଭିଜନରେ ତାକୁ ସବୁ ସୂଚିତ କରି ରଖିଛନ୍ତି। ତାକୁ ଲାଇନିଂ କରାଯିବ। ଲାଇନିଂ ଅର୍ଥ ଯଦି ସେ ଯେମିତି ହେଇଛି, ଆମର ଉଦାହରଣ କହୁଛି, ଆପଣଙ୍କୁ ଦେଇକି କହୁଛି ଯେ ପିପିଲରେ କିଛି ହେଇଛି, ଯଦି କେନାଲ କଂକ୍ରିଟାଇଜେସନ ବୋଲି ଯାହା କୁହାଯାଏ, ଯଦି ହବ ତାହେଲେ କଂକ୍ରିଟ ବେଡଟା କଂକ୍ରିଟ ହବ, କେନାଲ ଲାଇନିଂ ହବ, ପାଣି ନିଷ୍କାସନ ଠିକ ଭାବରେ ହବ ଏବଂ ଯେତେବେଳେ ଟାଇଚୁଙ୍ଗ ଫସଲ ହବ, ଶେଷ ମୁଣ୍ଡରେ ବ୍ୟାରେଜ କରିକି ପାଣିଟାକୁ ଅଟକେଇକି ପୁଣି ଚାଷୀଙ୍କର ମଧ୍ୟ ସେଟା ଫସଲ ହବ। ତେଣୁ ଦିଟା ଫସଲ ହେଇପାରିବ କେନାଲ ଲାଇନିଂ ପାଇଁ। ସେଥିପାଇଁ ଅନ୍ୟୁନ 1200 କୋଟି ଟଙ୍କାର ଆବଶ୍ୟକତା ଅଛି। ଏଇଟା ଆମ ରାଜ୍ୟ ସରକାରଙ୍କ ପାଖରେ ଆମେ ଦାବି କରୁଛୁ। ଆଗାମୀ ଦିନରେ ମଧ୍ୟ ବଡ଼ ଧରଣର ବିକ୍ଷୋଭ କରିବୁ ବ୍ରହ୍ମଗିରି ଅଞ୍ଚଳର ସବୁ ଚାଷୀ ବ୍ଲକରେ, ଯେ ପଇସା ଯାହା ଆବଶ୍ୟକ ରାଜ୍ୟ ସରକାର, କେନ୍ଦ୍ର ସରକାର ମିଳିତ ଭାବରେ ଆକୁ ଖର୍ଚ୍ଚ କରନ୍ତୁ। ଆମେ କହୁନୁ ଏକାଦିନେ କରନ୍ତୁ, ତାକୁ ଫେଜ୍ ୱାଇଜ୍ ବର୍ଷେ, 2 ବର୍ଷ, 3 ବର୍ଷ ଭିତରେ କରନ୍ତୁ। କେନାଲ କଂକ୍ରିଟାଇଜେସନ କଲେ ଚାଷୀଙ୍କର ପ୍ରଭୂତ ଉପକାର ହବ, ଧାନ ଫସଲ ନଷ୍ଟ ହବନି ଏବଂ ଦିଟା ଫସଲ ହବ, ଅର୍ଥନୈତିକ ପ୍ରଗତି ହବ, ଲୋକଙ୍କର ମାନଦଣ୍ଡ ଅର୍ଥନୈତିକ ବଢିବ, ସବୁ ଭଲ ହବ। ତେଣୁ ଏଇଟା ହେଉଛି ଆମର ଦାବି। ଯେଉଁ ଚାଷୀମାନଙ୍କ ପାଇଁ ଆପଣ ଦାବି ଜଣାଇଛନ୍ତି, ଯଦି ଆଗକୁ ଆପଣଙ୍କ ଦାବି ପୂରଣ ନ କରାଯାଏ, ଆପଣ କିଭଳି ବିକ୍ଷୋଭ କରିବେ ବୋଲି ଆଶା ରଖିଛନ୍ତି? ଆମେ ପ୍ରଥମେ ଗୋଟେ ବିକ୍ଷୋଭ କରିବୁ, ସାଧାରଣ ବିକ୍ଷୋଭ, ସବୁ ଗାଁର ଚାଷୀମାନଙ୍କୁ ଏକାଠି କରିବୁ ବ୍ରହ୍ମଗିରି ବ୍ଲକଠି ଗୋଟେ ଦିନ ପାଇଁ, ଗୋଟେ ଘଣ୍ଟେ 2 ଘଣ୍ଟା ପାଇଁ, ଏବଂ ସେଇଟା ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଗୋଟେ ଦାବି ଉପସ୍ଥାପନ କରିବୁ, ମେମୋରାଣ୍ଡମ ଦେବୁ, ସ୍ମାରକପତ୍ର। ଯଦି ସେ ସରକାର ସେଥିରେ ନ ଶୁଣିଲେ ଆମେ ବସିକିରି ଅନ୍ୟ ପନ୍ଥା ଗ୍ରହଣ କରିବୁ, ଯେମିତି ସରକାର ଶୁଣିବା ପାଇଁ ତାକୁ ବାଧ୍ୟ କରିବୁ। ଆପଣ ଜାଣିଥିବେ ଆଜିକାଲି ଆନ୍ଦୋଳନରେ କେତେ କଥା ହେଉଛି। ଜେନ୍-ଜେଡ୍ ବାଲା ଆନ୍ଦୋଳନ କଲେ, ମୋଦି ମୁଣ୍ଡ ନୁଆଇଁ ଦେଲେ, ତାକୁ ମନ୍ତ୍ରିମଣ୍ଡଳକୁ ବି ଇସ୍ତଫା କରାଇଦେଲେ। ସବୁ କଥା ଜନଶକ୍ତି ଉପରେ ଆଧାରିତ। ଲୋକ ଯଦି ଚାହିଁବେ, ଚାଷୀ ଯଦି ମାତିବେ, କିଛି ରହିବନି, ସବୁ କଥା, ସବୁ ସମସ୍ୟାର ସମାଧାନ ହେବ। ଆମ ଚ୍ୟାନେଲ ସହ ଯୋଡ଼ି ହେବାକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ।